ସତ୍ୟ ଘଟଣା ଉପରେ ଅଛି। ମନ୍ଦିରରେ ଯେ ବ୍ୟବସାୟ କାରବାର ଚାଲୁଛେ ସେ ଉପରେ ଲେଖା ହେଇଛି, ଜନ ସେବା କରି କର ଜପ, ଧର୍ମ ଧର୍ମ ଦ୍ୱାହି ଦେଇ ତୁହି ପୁଣି ଚାଲିଛି କେତେ ଅନୀତି, ପଣ୍ଡା ବୋଲାୟନ ଧର୍ମ ପିଠେ ପୁଣି ଶୋଷଣ କରନ୍ତି ଯାତ୍ରୀ, ପାପ କର୍ମ କରି ମନ୍ଦ ଫଳ ଭୋଗିବାକୁ ନ ଇଚ୍ଛନ୍ତି ନର, ପାପ କର୍ମ କରି ମନ୍ଦ ଫଳ ଭୋଗିବାକୁ ନ ଇଚ୍ଛନ୍ତି ନର, ପାପ ଧୋଇବାକୁ ଦୌଡ଼ି ଯାଆନ୍ତି ଶ୍ରୀକ୍ଷେତ୍ରକୁ ସର୍ପ ନର। ଠେଲା ପେଲା ହୋଇ ଠାକୁର ଦର୍ଶନେ ଇଚ୍ଛିଥାନ୍ତି ଯେବେ ନର, ଠେଲା ପେଲା ହୋଇ ଠାକୁର ଦର୍ଶନେ ଇଚ୍ଛିଥାନ୍ତି ଯେବେ ନର, ଯଷ୍ଟି ଖଣ୍ଡେ ଧରି ପଥ ଉଗାରନ୍ତି ଶ୍ରୀକ୍ଷେତ୍ର ସେବାୟତ, ଠାକୁର ଦର୍ଶନ କରିବୁ ଯେବେ ତୁ ଟିକଟ କାଟିନ ଆଣ, ଠାକୁର କହନ୍ତି ମୋହରି ଦର୍ଶନେ ଲୋଡ଼ା ପଇସା 50। ସେ ପାଖାଣ୍ଡି ପଣ୍ଡା ଜାଣିନାହୁଁ କି ତୁ ଜଗତର ନାଥ ପ୍ରଭୁ, ରେ ପାଖାଣ୍ଡି ପଣ୍ଡା ଜାଣିନାହୁଁ କି ତୁ ଜଗତର ନାଥ ପ୍ରଭୁ, ଭଗତଙ୍କ ପାଇଁ ତାଙ୍କ ଦ୍ୱାର ସଦା ଖୋଲା ରଖିଥାନ୍ତି ବିଭୁ, ପୁଣି କହୁତୁହି ଚାରଣୀ ଫୁଲକୁ 4 ଅଣା ମୋଟେ ଦିଅ, ପୁଣି କହୁତୁହି ଚାରଣା ଫୁଲକୁ 4 ଅଣା ମୋଟେ ଦିଅ, ନୋହିଲେ ତୁହରି ଫୁଲ ଧରି ତୁହି ଆଳୟକୁ ଫେରି ଯାଅ, ରେ ପାପୀ ପଣ୍ଡାକୁ ନିଜର ରୂପକୁ ଆଇନାରେ ଥରେ ଦେଖ, ରେ ପାପୀ ପଣ୍ଡାକୁ ନିଜର ରୂପକୁ ଆଇନାରେ ଥରେ ଦେଖ, ପାପ ପଙ୍କ ଗ୍ରାସୀ ଅଛି ତୋର ଦେହେ ଭଲ କରି ନିଜେ ଦେଖ, ଆହେ ଭକ୍ତେ ଭଲ କରି ହେବି ରଖ ଧୋଇ ହେବନି ଏ ପାପ, ଆହେ ଭକ୍ତେ ଭଲ କରି ହେବି ରଖ ଧୋଇ ହେବନି ଏ ପାପ, ଏଣୁ ନ ଇଚ୍ଛିବା ପାପ ଧୋଇବାକୁ ଜନେ ସେବା କରି କର ଜପ।